আসে কাম কলা মলি কি রঙরে হলি হলি আসে কাম কলা মলি কি রঙরে হলি হলি যোগী কলিদা ধরিব ধরি কলিব ধরিব যোগী কলিদা ধরিব যোগী কলিদা ধরিব যোগী কহিব মু মলি কি রঙরে হলি হলি আসে কাম কলা মলি জয় হে জয় ব্রজ রাজ নন্দন মোহন মুরলী ধারি দেবকী নন্দন রাধা जगन्नाथ स्वामी की बड़ो ठाकुर की सुभद्रा माता की लक्ष्मी ठाकुरानी की बड़ो देवला की बड़ो पताका की बोलो श्रीमान सत्य नारायण प्रीत्यर्थे आनंदे कबार हरि हरि बोला उत्कल जननी विद्या भारती माँ शारदा वरदान प्रीत्यर्थे सर्वे बोलन्तु आनंदे कबार हरि हरि बोला श्रीमन श्री शालेश्वर देवंग प्रीत्यर्थे माँ क्षेत्रपाड़ी जागेश्वरी विशेश्वरी प्रीत्यर्थे ग्राम देवती प्रीत्यर्थे सर्वदेवा देवी
प्रीति अर्थे भगवत वासुदेवंग प्रीति सर्वे बोलन्तु आनंदे कबार हरि हरि बोला। सर्वजना मनारे भगवत चिंता भगवत प्रेम जागरित करी श्रीमन बाबा सत्यनारायण सम वेद गुरु गुरुजन मानकर पुण्यमयी भारत खंड जातिर धर्मर देशर सर्व कल्याण उक्त अनुष्ठानर कर्मकर्ता महोदय मानकर श्रीमन सत्यनारायण सर्वस्मिन् करे सर्व कल्याण करन्तु सर्वे बोलन्तु आनंदे कबार हरि हरि बोला। जगन्नाथ मद गुरु श्री जगत गुरु मदात्मा सर्वभूतात्मा तस्मै श्री गुरवे नमः। शान्ताकारं भुजगशयनं पद्मनाभसुरेशं विश्वाधारं गगनसदृशं मेघवर्णं सुभाषं लक्ष्मीकान्तं कमलनयनं योगिध्यानं वन्दे विष्णु भवभयहरं सर्वलोकैकनाथ हरि
ସାକ୍ଷୀ ଆଗରେ ଅଛନ୍ତି ଗୁରୁମାନେ ଥିଲ କଳାକାର ଭାଇମାନେ ସେମାନଙ୍କ ଆଗରେ ଆମେ ଯେ ଜୁଡ଼ୁଜୁଡ଼ା ପର୍ବ ଗଲେ କ୍ଷତି ହେବା ନାହିଁ ତେଣୁ ପର୍ବଟିଏ ରହୁଛି ঝঙ্করে তু সদাবাস মা
সিংহবাহিনী শারদে মম কণ্ঠে বসতু মা বাক্য দেবী নমস্তুতে গুণে নারায়ণে রুদ্রে অম্বিকে ভাস্করে তথা ভির্না ভির্নন কর্তব্য হরিহে পঞ্চদেব নমস্তুতে লিখিলে মেঘাইর মেদুর মম্বর বনভূম শ্যামাস্তমাল দ্রুমে নক্তং ভীরুরয়ং তমেব তদ্বিবং রাধে গৃহং প্রাপয় ইথং নন্দ নির্দেশ চলিতয় প্রতিগ্ধ কুণ্ডদ্রুমে রাধা মাধব রজন্তী যমুনা উড়ে রহয়ং ରହ କେଳୟ କୂଳେ ରହ କେରଳ କେରଳ କେଳା କୂଳରେ ରହରେ କେଳା ନହେଲେ ବୁଡେଇବି ତ ଭେଳା পরম কল্যাণময় প্রেমময় মহাপ্রভু শ্রীমন সত্যনারায়ণଙ୍କର পবিତ୍ର পଙ୍କଜ ପଦରେ ଏ ଦିନହୀନ ଅକିଞ୍ଚନର ସର୍ବାଦୁ ଅନନ୍ତ କୋଟି ଭକ୍ତିପୂତ ପ୍ରଣାମ। ପ୍ରଣାମ ବିସ୍ମୃତିର ଅତଳ ଗର୍ଭରେ ଲୀନ ହୋଇଛି ହଜିଲା ଅତୀତ ଆଜ୍ଞା ଆଜ୍ଞା ବଞ୍ଚିଛି ସଂସ୍କୃତି ହଁ ଆଉ ପରମ୍ପରା। ହଁ ପ୍ରଧାନେ ଆଜ୍ଞା ଆଜିର ଏହି ପାବନ ପରିସର ପୀଠରେ ବାସ୍ ଅନେକ ଦିନ ତଳୁ ଆମେ ଜାଣିଛେ ଇଏ ହେଉଛି ଗୋଟେ ପୁରାତନ ମଞ୍ଚ ହଁ ସଂସ୍କୃତି ସମ୍ପନ୍ନ ପଲ୍ଲୀ ମାଧିପୁର ଆଉ ଏଠି ଯେଉଁମାନେ ସମସ୍ତେ ସମବେତ ହୋଇଛନ୍ତି ହଁ ସମସ୍ତେ ପ୍ରାୟତଃ କଳାକାର ରେଡି ରେଡି ଆଉ କଳାକୁ ଭଲ ପାଉଥିବା ସବୁ ମଣିଷ। ହଁ 50 ବର୍ଷ ତଳେ ଆମେ ଆସିଥିଲୁ ପ୍ରହ୍ଲାଦ ମିଶ୍ର ତଳନ୍ଦୀ ବାରିକ। ସମୟ ସ୍ରୋତରେ ହଜିଯାଇଛି ସବୁ କିଛି, ହଁ କିନ୍ତୁ ଏ ମଞ୍ଚକୁ ପୁନରୁଦ୍ଧାର କରିବାର ଗୋଟେ ସାହସିକ ପଦକ୍ଷେପ ବାବୁମାନଙ୍କ ଦ୍ୱାରା ଆୟୋଜିତ ଆଉ ପ୍ରାୟୋଜିତ ହୋଇଛି। ଆଜିର କଲ୍ୟାଣଦାତା କିଏ? କିଏ ସେ ସେଇ କଥା ଆମେ ଜାଣିବା ନା। ଆପଣମାନଙ୍କର ବରେଣ୍ୟ କବି ହେଲେ ସନ୍ଥ ଶିରୋମଣି ଜୟଦେବ ଗୋସ୍ୱାମୀ। ଗୀତିକାବ୍ୟ ଗୀତ ଗୋବିନ୍ଦରେ କହିଲେ ଆଜିର ଆଶୀର୍ବାଦ ଦାତା ଆଉ କଲ୍ୟାଣ ଦାତା ଆଉ କେହି ନୁହନ୍ତି, ପଣ୍ଡିତ ସେ ହେଉଛନ୍ତି ଲୀଳାମୟ ଭଗବାନ କୃଷ୍ଣ। ପ୍ରଧାନେ ଆଜ୍ଞା ଲୀଳାମୟ ଭଗବାନ କୃଷ୍ଣ ଆଜି ଆଶୀର୍ବାଦ କରିବେ। ହଁ ଏ ମଞ୍ଚ ଆଗକୁ ଆଗକୁ ଯିବ। ହଁ ସେଇ ଲୀଳାମୟ ମହାପ୍ରଭୁ ଭଗବାନ କୃଷ୍ଣଙ୍କ ପାଖରେ ନିବେଦନ ରଖିବା, ରଖିବା ସମସ୍ତଙ୍କର କଲ୍ୟାଣ ହବ ହଁ ଆଉ ଏ ମଞ୍ଚ ଆଗକୁ ଆଗକୁ ବଢିବ। ବଢିବ ତାହେଲେ ମନରେ ପ୍ରଶ୍ନ ଉଠେ, ହଁ ଯିଏ ଆମକୁ ଆଶୀର୍ବାଦ କରିବେ କରିବେ ସେ ହେଲେ କୃଷ୍ଣ। ଶୁଣ ଏତିକି କହିଲେ ଯଥେଷ୍ଟ ହବନି। ନାଇଁ 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 କୃଷ୍ଣ କିଏ କିଏ ସେ ଏବଂ କୃଷ୍ଣଙ୍କର ପରିଚୟ କଣ? ସେ କୃଷ୍ଣର ପରିଚୟ ଦରକାର ନାହିଁ। ଆମ ଗାଁ ପଟେ ତା ନାଁ ଆଉ କେହି ଧରୁନାହାନ୍ତି। ସେ ଯୋଉ କାମ କଲା, ଯୋଉ ମାଧିଆ ପୁଅ କୃଷ୍ଣ ଗାଁରେ ଯୋଉ ନାଟ କଲା, ସିଟିଆ ଝୁଅକୁ ଧରିକି ପୁରା ଫେରାର। କୋଉ କୃଷ୍ଣ କଥା କହୁଛ? ଆମ ଗାଁ କୃଷ୍ଣ
କୃଷ୍ଣଙ୍କର ମହିମା କଣ ଲେଖିଲେ ଜଣେ ମହାନ କବି Yes. ବରେଣ୍ୟ କବି ହେଲେ ଦୀନକୃଷ୍ଣ ଦାସ ହଁ ସେ କହିଲେ ପ୍ରଭୁଙ୍କର ମହିମା କେତେ ଆଉ ସେ ପ୍ରଭୁଙ୍କର ନାମକୁ ଉଚ୍ଚାରଣ କଲେ କଲେ କଣ ହୁଏ ହଁ ସେ କଣ କରିପାରନ୍ତି କଣ କୃଷ୍ଣ ନାମରେ ପକ୍ଷେ ଦୀନକୃଷ୍ଣ ପଣ୍ଡିତ କହିଲେ କହିଲେ କୃଷ୍ଣ ନାମରେ ପାପ କ୍ଷୟ ଯେତେ କରି ନପାରେ ପାପି ପାପ ଦେଖେ ଅର୍ଥ ଥରେ ମାତ୍ର କୃଷ୍ଣ ବୋଲି ଉଚ୍ଚାରଣ କଲେ କଲେ ଯେତିକି ପାପ କ୍ଷୟ ହୁଏ ଇଏ ଗୋଟେ ପାପୀ ହଁ ତା ଜୀବନ ଦଶା ଭିତରେ ହଁ ସେତିକି ପାପ ଅର୍ଜନ କରିପାରିବ ନାହିଁ ସାରେ ସାରେ ବା ଆରେ ସାରେ ତ ଆଉ ପୁଣି ବା ପୁଣି କଣ ଆସିଲା ନାଇଁ ଆପଣ ଶୁଣିଲେ ନାଇଁ ନା ମୁଁ ବସି ପଡ଼ିଥିଲି ଏଇ ଯୋଉ କଥାଟା ମୋ ମନକୁ ବଢିଆ ପାଇଲା ମାନେ ଆଜ୍ଞା ଏଇ କାଲିଠୁ ଏଇ କାମ କରିବି ମୁଁ ଜାଣିନଥିଲି ଆଗରୁ ମାନେ କୃଷ୍ଣ ନାମକୁ ଜପିବୁ ତ ନାଇଁ ସେମିତି କଣ ଆପଣ କହିଲେ ଗୋଟିଏ ଥର ତାଙ୍କ ନାଁ ଜପିଲେ ଯେତେ ପାପ କରିଥିଲା ପୁରା ଏକଦମ ପରିଷ୍କାର ପରିଷ୍କାର ହଁ ପରିଷ୍କାର ପ୍ରଧାନେ ଆଜ୍ଞା ଗୋଟିଏ କବିଙ୍କ ଉଦାହରଣ ଆଣିଲେ ହବନି ଆଉ ଅଛନ୍ତି କବି ଆଉ ଜଣେ କବି ଲେଖିଲେ କିଏ ସେ ଭକ୍ତଚରଣ ଦାସ ହଁ କାହିଁ ଆଣନ୍ତୁ ସେ ଲେଖିଲେ ସୁନ୍ଦର ଭାବରେ କୃଷ୍ଣ ନାମର ମହିମା କଣ ଆଜ୍ଞା କହିଲେ କୃଷ୍ଣ ଅଟନ୍ତି ଅମୃତ ବାରିଧି ବଳି କଳମୁଷ ରୋଗକୁ ଔଷଧି ଭକ୍ତଚରଣ ଦାସ ହଁ ପୂର୍ବବର୍ତ୍ତୀ ନାମ କଣ ବୈରାଗୀ ଚରଣ ଦାସ ବୈରାଗୀ ଦାସ ଗୀତି କାବ୍ୟ ଆପଣ ମାନଙ୍କର ମଥୁରା ମଙ୍ଗଳରେ ସେ ସ୍ପଷ୍ଟ ଭାବରେ କହିଲେ କହିଲେ କୃଷ୍ଣ ନାମର ମହିମା କଣ କୃଷ୍ଣ ନାମରେ ମହିମା କେତେ ଭରି ରହିଛି କୃଷ୍ଣ ଅଟନ୍ତି ଅମୃତ ବାରିଧି ବାରିଦି ବାରିଧି ବାରିଧି ବାରିଦି ହଉଛି କୋଡ଼ିଆ ନାଇଁ ସମୁଦ୍ର। ସମୁଦ୍ର କୃଷ୍ଣଙ୍କର ନାମ ହଉଛି ଅମୃତର ସାଗର ସାଗର ଲୀଳାମୟ ଭଗବାନ କୃଷ୍ଣଙ୍କ ନାମରେ ଏତେ ପବିତ୍ରତା ଅଛି ଏତେ ମହତ୍ତ୍ୱତା ଅଛି ଏତେ ପରାକାଷ୍ଠା ଅଛି ଅଛି। ଏତେ ପରାକ୍ରମ ଅଛି ତାକୁ ଆପଣ ମାପି ପାରିବେନି ତୁଳି ପାରିବେନି କି ପଣ୍ଡିତ କଷି ପାରିବେ ନାହିଁ ତାହେଲେ ଆପଣମାନଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ ହଁ ସେ କୃଷ୍ଣଙ୍କର ନାମର ମହିମା ଆମେ ସିନା ଜାଣିଲେ ଜାଣିଲେ ହେଲେ ତାଙ୍କ ପରିଚୟ ତାଙ୍କ ପରିଚୟ ତାଙ୍କ ଘର କୋଉଠି ସେ କିଏ ସେ କିଏ ଆମ ପୁରାଣ କହୁଛି ଦ୍ୱାପର ଯୁଗର ଅନ୍ତିମ ପର୍ଯ୍ୟାୟ ହଁ ଦ୍ୱାପର ଯୁଗ ଯେତେବେଳେ ସରି ଆସୁଛି ବାସ୍ 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 ପ୍ରଧାନୀ ଯୁଗ ହଉଛି ଚାରି ଚାରି ଯୁଗ ସତ୍ୟ ହଁ ତ୍ରେତୟା ହଁ ଦ୍ୱାପର ହଁ। ଏବଂ କଳିଯୁଗ ହଁ ସତ୍ୟ ସରିଯାଇଛି ହଁ ଦ୍ୱାପର ସରିଯାଇଛି ହଁ ଆପଣ ମାନଙ୍କର ଅନ୍ତିମ ଚରଣରେ ପହଞ୍ଚିଛି ହଁ ଦ୍ୱାପର ଯୁଗ ଆଚ୍ଛା ଆଚ୍ଛା ଦ୍ୱାପର ଯୁଗର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି ହଁ ଠିକ ଏତିକି ବେଳେ ହେଲା କଣ ଧର୍ମକୁ ରକ୍ଷା କରିବାର ଆବଶ୍ୟକତା ପଡ଼ିଲା ପଡ଼ିଲା ଭଗବାନ ନିଜେ କହିଛନ୍ତି ଯେତେବେଳେ ଧର୍ମ ସଂକଟରେ ପଡ଼େ ପଡ଼େ ଅଧର୍ମ ବ୍ୟାପିଯାଏ ହଁ ମୁଁ ଧର୍ମ ସଂସ୍ଥାପନ କରିବା ପାଇଁ ହଁ ଏ ପୃଥିବୀରେ ପଣ୍ଡିତ ଜନ୍ମ ନିଏ এইଥିପାଇଁ ସନ୍ଥ ତୁଳସୀ ପଣ୍ଡିତ କହିଲେ କଣ କହିଲେ যাব যাব হাই ধরমে কহানি
ଡାଲମା କି କ୍ଷୀରି ଖଟା କି ନାଇଁ সন্থ তুলসী ଭାଇଲା ପ୍ରବଚନ ଦିଆହେଲା ଆଉ বলে যাব যাব হই ধর্মে কাহানি ধর্ম হানি হইগলে ଆଜ୍ଞା মু আসে ହଁ গীতার স্পষ্ট ভাবে সে কহিছন্তি କହିଲେ বলে যদা যদা হি ধর্মস্য গ্লানির্ভবতি ভারত অভ্যুত্থানম অধর্মস্য তদাত্মনম সৃজাম্যহম পরিত্রাণ সাধনা বিনাশায় চ দুষ্কৃতম ধর্ম সংস্থাপনার্থায় সম্ভবামি যুগে যুগে ধর্মକୁ সংস্থাপন କରିବା ପାଇଁ ସେ ପ୍ରଭୁ ପଣ୍ଡିତେ ମର୍ତ୍ତ୍ୟ ଭୂମିରେ ଅବତରଣ କରନ୍ତି ଆପଣ ଦେଖିବେ ଦ୍ୱାପର ଯୁଗର ଅନ୍ତିମ ପର୍ଯ୍ୟାୟ ଆଜ୍ଞା ଆଜ୍ଞା এই ଅନ୍ତିମ ପର୍ଯ୍ୟାୟରେ ଗୋଟେ ଅଧର୍ମୀ ସୃଷ୍ଟି ହେଇଛି କ'ଣ ଅଧର୍ମୀର ଅଭ୍ୟୁତ୍ଥାନ ହେଇଛି ସେ ଅଧର୍ମୀ କିଏ ସେ ହେଲା ଦୁରାଚାରୀ କଂସ ଅତ୍ୟାଚାରୀ କଂସ କଂସର ଅତ୍ୟାଚାର ଏ ପୃଥିବୀରେ ବଢି ବଢି ଚାଲିଲା ଚାଲିଲା ସମସ୍ତ ଦେବତା ମାନେ ଏକାଠି ହେଇଛନ୍ତି କାତର କଣ୍ଠରେ ବିଶ୍ୱବନ୍ଧୁ ନାରାୟଣଙ୍କୁ ଚିନ୍ତା କଲେ କଲେ ପ୍ରଭୁ ଇଏ ବିପଦରୁ ତମେ ଯଦି ଉଦ୍ଧାର ନ କରିବ ନ କରିବ ତାହେଲେ ଆଉ ଉଦ୍ଧାର କରିବ କିଏ ସେ ସବୁ ଦେବତା ମାନେ ଏକାଠି ହେଲେ ବିଶ୍ୱବନ୍ଧୁ ନାରାୟଣଙ୍କୁ ଚିନ୍ତା କଲେ କାତର କଣ୍ଠରେ ଡାକୁଛନ୍ତି ହେ ପ୍ରଭୁ ପ୍ରଭୁ ଆସ ଆସ ମାନେ କଂସର କେମିତି ପତନ ହବ ଯୋଉ କଥାକୁ ଆପଣମାନଙ୍କର ପୁରାଣ କହିଲେ ଦ୍ୱାପର ଯୁଗର ଶେଷରେ ପ୍ରଭୁ ଆସିଲେ 2500 ବର୍ଷ ପୂର୍ବରୁ ভগবান কৃষ্ণ এ পৃথিবীকে আসিଥିଲେ কংসକୁ মারিবে খালি সেতিকি নুহ কংস মরিব খালি গোটিয়ে কথা নুহ ନାଇଁ 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 ସେମାନେ ସାଧୁଙ୍କୁ ପରିତ୍ରାଣ କରିବେ ସାଧୁ କିଏ ପ୍ରଭୁଙ୍କର ଦିଟା ଅଭିଳାଷ ଭଗବାନ କୃଷ୍ଣ ହଁ ଖାଲି ଦୁଷ୍ଟମାନଙ୍କୁ ନିବାରଣ କରିବେ ହେବନି ନାଇଁ ନାଇଁ ଆଉ ଗୋଟେ ତାଙ୍କ ଅନ୍ତରର ଅନ୍ତିମ ଅଭିଳାଷ କ'ଣ ସେ ସିଏ ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ସେ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ଆଜ୍ଞା ସେ ଧରାବତରଣ ହଉଛନ୍ତି ଅଭିଳାଷ ଗୋପୀ ପ୍ରେମ ହଁ ଆଜି ହଉଛି ଆପଣମାନଙ୍କର କାଲି ଆମେ ଦେଖିବା ରାସ ପୂର୍ଣ୍ଣିମା ଏ ରାସ ପୂର୍ଣ୍ଣିମା ହଉଛି ଗୋପୀମାନଙ୍କର ନିଦର୍ଶନ ହଁ ବ୍ରଜପୁରରେ 1 ଲକ୍ଷ ଗୋପାଳ ଘର ପ୍ରଧାନୀ ଆଜ୍ଞା ବୁଝୁଛୁ ହଁ ଗୋପାଳ ବୋଇଲେ କଣ ବୁଝିଲୁ ମାନେ ଗୋପାଳ ଗୌଡ଼ ହରଟି ପ୍ରଧାନ ଯୋଉମାନେ ଗୋ ସମ୍ପଦକୁ ପାଳନ କରନ୍ତି ହଁ ସେଇମାନଙ୍କୁ ଗୋପାଳ ସମ୍ପ୍ରଦାୟ କୁହାଯାଏ ଆଚ୍ଛା ଆମ ପୁରାଣ କହୁଛି ଆଜ୍ଞା ଗୋପରେ ଏତେ ସଂଖ୍ୟକ ଗୋପାଳ ହଁ ଭାରତ ବର୍ଷରେ ଅନ୍ୟତ୍ର ଏତେ ଗୋପାଳ ପଣ୍ଡିତ ପରିଦୃଶ୍ୟ ହୁଅନ୍ତି ନା 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 ତାହେଲେ ଗୋପ କଟକରେ କେତେ ଗୋପାଳ କେତେ ଏକାଧାରରେ 1 ଲକ୍ଷ କେତେ 1 ଲକ୍ଷ ଗୋପାଳ ପରିବାର କାହିଁ ମିଛ କଥା ନାଇଁ ଯେ କହୁଛନ୍ତି କହିଲେ ଆଜ୍ଞା ଯେ ଆମେ କ'ଣ ଗୋପ ଜାଣିନୁ ନା କେତେ ଗୋପାଳ ଘର ଅଛି ଆମେ ଜାଣିନୁ ଗୋପ ଆମର ନିମାପଡ଼ା ଆଗକୁ ପଳେଇବ କୋଣାର୍କ ଗଲା ବେଳକୁ ବାଟରେ ପଡ଼ିବ ଓହ୍ଲେଇ ପଡ଼ିବ ଡାହାଣ ପଟକୁ ପଳେଇବ ବେଣୀପୁର ମାତ୍ର 60 ଘର ଖଣ୍ଡେ ଗୋପାଳ ଘର ଚୁପ୍ ସେଇଟା ହଉଛି ଗୋପ ହଁ ସାର୍ କହିଲେ ଗୋପ ଅରେ ମୂର୍ଖ ଆଜ୍ଞା ମୁଁ କହୁଛି ଗୋପ ବୃନ୍ଦାବନର କଥା ମାନେ ସିଏ ଅଲଗା ଆଉ ଇଏ ଅଗଲା ଆଜ୍ଞା ଗୋପରେ 1 ଲକ୍ଷ ଗୋପାଳ ଘର ବାସ କରନ୍ତି 1 ଲକ୍ଷ ସେଇ ଗୋପ କଟକର ଆଚ୍ଛା ଆଚ୍ଛା ବଛା ବଛା ନାୟିକା ହଁ ଯିଏ କୃଷ୍ଣ ପ୍ରେମରେ ତଲ୍ଲୀନ ହେଇଥିଲେ ଆରେ 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 ଯାହାଙ୍କର ପୂର୍ବାର୍ଜିତ କାମନା ଥିଲା ଭଗବାନ କୃଷ୍ଣଙ୍କୁ ପାଇବା ପାଇଁ ତାଙ୍କ ହିସାବଟା କେତେ ତାଙ୍କର ଅଧୁରା ପ୍ରେମ ହଁ ଅଧୁରା ଭଲ ପାଇବା ପୂର୍ଣ୍ଣ କରିବା ପାଇଁ ଆଜ୍ଞା ଭଗବାନ କୃଷ୍ଣ ଧରାକୁ ଆସୁଛନ୍ତି ଆଜ୍ଞା ଗୋଟିଏ କାରଣ ହଁ ଦୁଷ୍ଟ କଂସକୁ ମାରିବେ ମାରିବେ ଆଉ ଗୋଟିଏ କାରଣ ଗୋପୀମାନଙ୍କ ସହିତ ତାଙ୍କର ରାସ ହବ
ଦାସ କହିଲେ ଗୋପୀ ମାନଙ୍କର ପ୍ରେମ ପଣ୍ଡିତ କେମିତି ଦେଖନ୍ତୁ କେମିତି? 1600 গামুছা মোর চরণে যাইকি তিরিমতি গলা। କହୁଛି ଗାମୁଛା ମୋର ଚୋର ନେଲା ଗାଈକି ଚିରି ବତି ଗଲା। ଇଏ ବୋଧେ ତ୍ରିନାଥ ଗୀତ ହଁ ତ୍ରିନାଥ ବେଳା କାଲି ଆମ ଘରେ ହଉଥିଲା ଗଞ୍ଜେଇ ଟିକେ ଜୋର ମାରି ଦେଇଥିଲି ଆଉ ପଦୁଟେ ମନେ ଅଛି ଆଉ ବଡ଼ ଭାଇ ଆଜ୍ଞା ପଦ ଠିକ କରି ଗାଇଲ ଦେଖି ଆଉ ପଦ ଠିକରେ ଗାଇବି ମୁଁ ମତେ ପଚାରୁଛନ୍ତି ଆରେ ପଦ ଠିକ ଗାଇଲେ କଣ ହବ ଏ ନା ଗାମୁଛା ମୋର ଚୋର ନେଲା ଗାଈକି ଚିରି ବତି ଗଲା। ଆରେ ଗାମୁଛା ଚିରି ବତି ଗଲା ଯାହା ଲେଖା କଣ ହେଲା ଭାଇ? ଗାଈକି ମୋର ଚୋର ନେଲା ହଁ। ଗାମୁଛା ଚିରି ବତି ହେଲା। ଓହୋ ମୋର ଉଲ୍ଟା ହେଇଯାଇଥିଲା। ଗାଈ ଚିରିବ କେମିତି ପ୍ରଧାନ 16,000 ହଁ 1,00,000 ଗୋପାଳ ଘର ଭିତରେ ମାତ୍ର 16,000 ଗୋପୀ ହଁ ପଣ୍ଡିତ କୃଷ୍ଣଙ୍କୁ ଭଲ ପାଇଲେ ସେ ଜାଣିଲେ ହଁ ଏଇ ହଉଛନ୍ତି ଆମର ପ୍ରଭୁ ଏଇ ହଉଛନ୍ତି ଆମର ଉପାସ୍ୟ ଆପଣ ଦେଖନ୍ତୁ ଏଇ ଗୋପୀମାନଙ୍କ ସହିତ ପ୍ରଭୁ ରାସକ୍ରୀଡ଼ା କରିବେ ହଁ କଂସ ମରିବ ଦିଟା କାରଣ ରାସ କେତେବେଳେ ହୁଏ ରାତିରେ ଆଜି ହଉଛି ଆଉ ଗୋଟିଏ ଦିନ ଗଲା ପରେ କାର୍ତ୍ତିକ ମାସ ସରିବ ଆଚ୍ଛା 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 ଏଇ କାର୍ତ୍ତିକ ମାସରେ ପୂର୍ଣ୍ଣମୀ ଦିନ ପ୍ରଭୁ ରାସ କରିଥିଲେ ହଁ ଆଜି ମାଧିପୁର ଗ୍ରାମରେ ହଁ এই পূর্ণাঙ্গ রাসর পরিদৃশ্যমান ହଁ চিত্র প্রতিফলিত হচ্ছে পালা মাধ্যমে ଆଜ୍ଞା ଆଜ୍ଞା দেখুন রাস শব্দর অর্থ কଣ ରାସ রাস ଚୁଡ଼ା ଓଷା ଖାଇବା ପାଇଁ ତ ରାସ ଆଉ রাস শব্দর অর্থ কଣ রঙ্গ রসযুক্ত নৃত্য ହଁ ইয়ে হচ্ছে গোটে সাধারণ অর্থ ଆମର ହବ ନା କି ହବ ନା ଆମର আচ্ছা বৈষ্ণবମାନଙ୍କ মতরে আচ্ছা আচ্ছা রাস কଣ କଣ না আত্মা সহিত পরমাত্মাঙ্কর মিলন যে প্রক্রিয়া দ্বারা সৃষ্টি হুয়ে ହଁ পণ্ডিত সেই হচ্ছে রাস ইয়ে গোপ কটকরে যেতে গোপী 1,00,000 গোপাল মানক ভিতরে 1,00,000 গোপী ହଁ ହଁ ସମସ୍ତେ କିନ୍ତୁ କୃଷ୍ଣଙ୍କୁ ଚିହ୍ନିଲେ ନାଇଁ ନାଇଁ କୃଷ୍ଣଙ୍କର ମହିମା ବାବଦରେ ଅବଗତ ହେଲେନି ନା 16,000 ଗୋପୀ କୃଷ୍ଣଙ୍କୁ ଚିହ୍ନିଲେ ଭଲ ପାଇଲେ ଭଲ ପାଇଲେ ହେଲେ ସମସ୍ତଙ୍କର ଭଲ ପାଇବା ପଣ୍ଡିତ ଏକ ନଥିଲା ଇଏ 16,000 ଗୋପୀ ମାନଙ୍କ ଭିତରେ ଜଣେ ଗୋପୀ ହଁ ସିଏ ହଁ ଜାଣିଲା ସେଇ ହଉଛନ୍ତି ମୋର ଇହା ପରକାଳର ଦେବତା ଦେବତା ମୋର ପ୍ରାଣସ୍ୱର ହଁ ମୋର ହୃଦୟର ଦେବତା ସେ ଆହ୍ଲାଦ ସେ ହଉଛନ୍ତି ପ୍ରେମାନନ୍ଦ ହଁ ଜଣେ ଗୋପୀ ଆଚ୍ଛା ସେ କିଏ ଇଏ ସେ ହେଲେ ପ୍ରେମମୟୀ ରାଧା ପ୍ରଧାନୀ ଆଜ୍ଞା ରାଧା ଜାଣିଲା ହଁ ମୋ ପରମେଶ୍ୱର ଅଛନ୍ତି ତେଣୁ ଦେହ ମନ ପ୍ରାଣ ତାଙ୍କରି ପାଖରେ ରାଧା ସମର୍ପଣ କଲେ କିନ୍ତୁ ପଣ୍ଡିତେ ଫଳ ହେଇଗଲା ଓଲଟା ଆଉ ରାଧା କଳଙ୍କିନୀ ବୋଲି ପ୍ରଚାର ହୋଇଲା ପ୍ରଚାର ହୋଇଲା କାନୁ କାନ ଏହି କଥା ବ୍ୟାପୀଣ ଦେବ କୃଷ୍ଣଙ୍କୁ ଭଲ ପାଇବା ମହଙ୍ଗା ପଡ଼ିଲା ରାଧାଙ୍କ ପାଇଁ ସ୍ୱାମୀ ଅଛନ୍ତି ଚନ୍ଦ୍ରସେନ ହଁ ନଣନ୍ଦ ଆଉ ଶାଶୁରେ ଘର ହଁ ଜଟିଳା ପିଟିଲା আচ্ছা ବିଚରା ହଁ ଇଏ ଗୋପ କଟକରେ ରାଧାଙ୍କୁ ସମସ୍ତେ କହିଲେ କଳଙ୍କିନୀ କଳଙ୍କିନୀ କୃଷ୍ଣ ହେଲେ ଭଣଜା ହଁ ରାଧା ହେଲେ ମାଇଁ ମାଇଁ ଇଏ ମାଇଁ ଆଉ ଭଣଜା ଭିତରେ ଭଲ ପାଇବା ହଁ
ସମସ୍ତଙ୍କ ଦ୍ୱାରା ଗ୍ରହଣ ହେଇପାରିଲାନି। ଆରେ ଦେଖ ଏ ରାଧା ହଉଛି ମାଇ କୁସୁନିଆ ହଉଛି ଭଞ୍ଜଣା। ହଁ ଦେଖ ଏ କି ନାଚ। ବିଚରା ସମସ୍ତ ରାଧାଙ୍କୁ ତିରସ୍କାର କଲେ। ହଁ ଘର କୋଣରେ ବସି ହଁ। ପ୍ରେମମୟୀ ରାଧା ପଣ୍ଡିତ କାନ୍ଦୁଛନ୍ତି। କହିଲେ ପ୍ରଭୁ କେତେବେଳେ ଟିକେ ଏକାନ୍ତ ସମୟ ମିଳନ୍ତାନି, ଇଏ ଅଭାଗିନୀ ତୁମ ସହିତ ଦୁଇ ପଦ କଥା ହୁଅନ୍ତା। ରାଧା ଅନ୍ତର ଭିତରେ ଜାଣୁଛନ୍ତି, ହଁ ଡାକୁଛନ୍ତି ଇଚ୍ଛା ମେ ପ୍ରଭୁଙ୍କୁ। ପ୍ରଭୁଙ୍କୁ କହିଲେ ପ୍ରଭୁ ହଁ ତୋରି ଲାଗି ମୁଁ ନିନ୍ଦିତା ହେଲି, ଆଚ୍ଛା ଅପମାନିତା ହେଲି, ସେଥିପ୍ରତି ମୋର ଭୃକ୍ଷେପ ନାହିଁ। ଏ ନା କେବଳ ମୋ ମନ ଭିତରେ ଗୋଟିଏ ବାସନା, ମୋ ମନ ଭିତରେ ଆଶା, କେବଳ ତୋତେ ମୁଁ ଏକୁଟିଆ ଦେଖା ହେବି। ଆଉ ମୋ ମନ ମନ୍ଦିରର ଗୋପନ କଥା ମୁଁ ତୋତେ କହିବି, ତୁ ବୁଝିବୁ। ରାଧା କାନ୍ଦୁଛନ୍ତି, ମନ କଥା ଜଣାଉଛନ୍ତି ଭଗବାନ। ପଣ୍ଡିତ ଲୀଳାମୟ ଭଗବାନ ଜାଣିପାରିଲେ ରାଧାଙ୍କ କଥା। ରାଧାଙ୍କ ମନ କଥାକୁ କୃଷ୍ଣ ଜାଣିଲେ। ଜାଣିଲେ କେମିତି ଜାଣିଲେ? କେମିତି? ନା ରାଧାଙ୍କ ଘର ଯୋଉଠି, ହଁ ପଣ୍ଡିତ କୃଷ୍ଣଙ୍କ ଘର ସେଠେଇ ନୁହଁ। ନାଇଁ ନନ୍ଦ ମନ୍ଦିର ରହିଛନ୍ତି କୃଷ୍ଣ, ହଁ ଆଉ ରାଧାଙ୍କ ଘର କୋଉଟା? ବୃଷଭାନୁ ରାଜା ଯିଏ ବୃନ୍ଦାବନରେ ଆଶ୍ରୟ ନେଇଥିଲେ। ହଁ ମାନେ 12 କୋଶର ବ୍ୟବଧାନ। ବାରକୁଶ ରାଧା ରହନ୍ତି ବର୍ଷାନରେ, ହଁ କୃଷ୍ଣ ଅଛନ୍ତି ନନ୍ଦହରେ। ହଉ ତା ମାନେ ଆଜିର ହିସାବରେ 48 କିଲୋମିଟର ଦୂରତା। ହଉ 48 ହଉ 98 ହଉ ଗୋଟାଏ ମିସ୍ କଲରେ ଜାଣିବେ କଣ ମୁଁ ଜାଣିବି। ପ୍ରଧାନୀ ଆଜ୍ଞା ଆଜିକାଲି ସମ୍ଭବ ହଉଛି ହଁ ଜଣେ ପ୍ରେମିକା ତା ପ୍ରେମିକ ପାଖକୁ ହୃଦୟର କଥା ହଁ ମୁହୂର୍ତ୍ତକ ଭିତରେ ଜଣାଉଛି। ଆଚ୍ଛା ହଉନି ଏ କଥା? ହାଇ ବିଜ୍ଞାନ ଆଉ ଟେକ୍ନୋଲୋଜିର ଏତେ ଉତ୍କର୍ଷ ସାଧନ ହେଇଛି। ଆଚ୍ଛା ଗୋଟାଏ ରିକ୍ସାବାଲା ହାତରେ ଫୋନ, ହଁ ଯିଏ କୋଟିପତି ତା ପାଖରେ ବି ଫୋନ। କହୁନ ବିଜ୍ଞାନ ବଳରେ ଅସାଧ୍ୟ ସାଧନ ଆମେ କରିଛି। ହଁ କିନ୍ତୁ ଆମେ ଯୋଉ କଥା ଯୋଉ ସମୟର କଥା ଆଲୋଚନା କରୁଛେ ସେ ସମୟ ଆଜିର ସମୟ ନୁହଁ, ନାଇଁ ପ୍ରାୟ 5000 ବର୍ଷ ତଳର କଥା। ଆଜ୍ଞା 48 କିଲୋମିଟର ବ୍ୟବଧାନ ଭିତରେ ରାଧା ଜଣାଉଛନ୍ତି କୃଷ୍ଣଙ୍କୁ, ହେ ପ୍ରଭୁ ମୁଁ ତତେ ଏକୁଟିଆ ପାଇଲେ ମୋ ମନର କଥା କହିବି। କହିବି ଭଗବାନ କୃଷ୍ଣ ଜାଣିପାରିଲେ ମୋବାଇଲର ଉଦ୍ଭାବନ ହେଇନଥିଲା, କିନ୍ତୁ ରାଧାଙ୍କ ମନ କଥାକୁ କୃଷ୍ଣ ଜାଣିଲେ କେମିତି? କେମିତି? ଆପଣ ମାନଙ୍କର ଓଡ଼ିଆ ଭାଗବତରେ ହଁ ଅତି ବଡ଼ି ଜଗନ୍ନାଥ ଦାସ ପଣ୍ଡିତ ସୁନ୍ଦର ଭାବରେ କଲମ କଲେ। ଭଗତ ଭଗବାନ କୋଉଠି ଥାନ୍ତି? ଭକ୍ତର ମନ ଭିତରେ, ହଁ ଭିତରେ ଭକ୍ତର ହୃଦୟରେ ଥାନ୍ତି ଭଗବାନ। ଭଗବାନ ରାଧାଙ୍କ ଭଳିଆ ଆଉ ଭକ୍ତା କିଏ ହେଇପାରିବ? ନାଇଁ ନାଇଁ ରାଧାଙ୍କ ହୃଦୟରେ ସେ ଅଛନ୍ତି। ଆଚ୍ଛା ଆଉ ରାଧାଙ୍କ ହୃଦୟର କଥା ହଁ ଭଗବାନଙ୍କ ପାଖରେ ଅଛନ୍ତି ନା। ତେଣୁ ରାଧା ଯାହା ଭାବିବେ, ହଁ ଯାହା ଚିନ୍ତନ କରିବେ, ହଁ। ଯାହା ମନନ କରିବେ ଠାକୁର ଜାଣିପାରିବେ। ସେ ପୁରା ଭାବଗ୍ରାହୀ, ହଁ ସେ ପୁରା ଭକ୍ତର ଠାକୁର। ହଁ। ତେଣୁ ରାଧାଙ୍କର ଅନ୍ତର କଥାକୁ ଆଉ ଜାଣିବାର ଅସୁବିଧା ହେଇଯିବ। ରାଧା ଚିନ୍ତା କରୁଛନ୍ତି, ହେ ପ୍ରଭୁ ତମେ ଟିକେ ଏକାନ୍ତରେ ଆସ, ଆସ। ତମ ସହିତ ମୋ ଦେଖା ହବ। ହଁ ଇଚ୍ଛାମୟ ମହାପ୍ରଭୁ ଜାଣିପାରିଲେ, ସେ ଭାବଗ୍ରାହୀ କହିଲେ ଚିନ୍ତା କରନି ପ୍ରେମମୟୀ, ହଁ ମୁଁ ଅବିଳମ୍ବେ ତମ ସହିତ ଦେଖା ହେବି। ଦେଖା ହେବି। ହଉ ଦିନ ପରେ ଦିନ ବୁଧେ କିଛି ଦିନ କିଛି ଦିନ ଏକ ଦିନ ପର କଥା ଶୁଣିଲେ ପଣ୍ଡିତ ସମୟ କାହାକୁ ଅପେକ୍ଷା କରେ ନା। ନାଇଁ ନାଇଁ ଅବିରାମ ଗତିରେ ସମୟ ଗଡ଼ି ଯାଉଛି। ହଁ ଦିନ ପରେ ଦିନ, ମାସ ପରେ ମାସ, ଏମିତି ସମୟ ଗଡୁଛି। ରାଧାଙ୍କ ମନରେ ଆକାଂକ୍ଷା କେତେବେଳେ ଏକୁଟିଆ କୃଷ୍ଣଙ୍କୁ ଦର୍ଶନ କରିବେ, କରିବେ ଅନ୍ତରର ବାସନା ଜଣେଇବେ। ହଁ ଦେଖନ୍ତୁ ଆଜ୍ଞା
লীଳାମୟ ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ପ୍ରେମମୟ ସହିତ କେତେବେଳେ ମୋର ସାକ୍ଷାତ ହବ। ସୁଯୋଗ ଆସିଲା। ଦେଖିଲେ ଦିନ କୃଷ୍ଣ ନନ୍ଦ ଗୋରୁ ଗାଭୀ ପଲ୍ଲକୁ ଧରି ଯାଉଛନ୍ତି ପଣ୍ଡିତ ବୃନ୍ଦାବନକୁ ଚରେଇବା ପାଇଁ। ଠିକ ଏତିକି ବେଳେ ଜାଣିପାରିଲେ ପ୍ରଭୁ କହିଲେ ଆରେ ଏଇ ତ ହଉଛି ସୁଯୋଗ। এই সুযোগ ছাড়িলে আর হবে নাই। ଏଇ ସୁଯୋଗରେ ବାପାଙ୍କ ମନକୁ ଭୁଲେଇବି। ମୁଁ ତ ମାଇଙ୍କ ସହିତ ସାକ୍ଷାତ ହେବି। କାହ୍ନୁ ଅଝଟ ପୁଅ କେତେ ଦିଅ ଦେବତା କରି ନନ୍ଦ ବୁଢା ବୟସର ପୁଅ ପାଇ ବାପା ଗୋରୁ ମାନଙ୍କୁ ଧରି ଯାଉଛନ୍ତି ବୃନ୍ଦାବନକୁ ଚରେଇବା ପାଇଁ। କାହ୍ନୁ ଅଝଟ ହେଇ ଆସି ପହଞ୍ଚିଲା ବାପାଙ୍କ ପାଖରେ। বাবা বা କାହ୍ନା বাবা ତୁ କାହିଁ କଥା ନାହିଁ ବାର୍ତ୍ତା ନାହିଁ କିରେ କାନ୍ଦୁଛୁ କାହିଁକି? বা କଣ ହେଲା କହ କାନ୍ଦୁଛୁ କାହିଁ କହ। মানে তুই কুয়ারে যাউছু? କି ଭଦ୍ରାମୀ ତୁ କୁଆଡେ ଯାଉଛୁ? বা କାହ୍ନା ভালো ବିଶାଳ ଗୋ ସମ୍ପଦ হ্যাঁ ମୁଁ ବୃନ୍ଦାବନକୁ ଯାଉଛି ଗାଭୀମାନଙ୍କୁ ନେଇ ଚରେଇବା ପାଇଁ। মু তোর সাথে দিবি। ହେ ଚଗଲାଟା କିରେ হ্যাঁ ଗୋରୁ ଚରିବା କଣ ସାଧାରଣ କଥା? নাও মু শিখিবি না। ପଙ୍କିଳ ପଥର ଅତିକ୍ରମ କରିବାକୁ ପଡିବ। କଣ୍ଟା ଝଣ୍ଟା ରାସ୍ତାରେ ଯିବାକୁ ପଡିବ। ତୁ ଛୋଟିଆ ପୁଅଟା ତୁ କେବେ ହେଲେ ଏ କାମକୁ ପାରିବୁନି। কান্দি কান্দি পুরা জানিনা বোঝাই করবি দণ্ড। ମୁଁ ଏଇଠି ଅଝଟ ହଉଛି। ନନ୍ଦରାଜା ବୁଝାଇଲେ। হ্যাঁ ବିଦଗ୍ଧ କବି ଅଭିମନ୍ୟୁ କହିଲେ ବୃଦ୍ଧ କାଳେ ତୁମ ହୋର ଏକ ବୃଦ୍ଧ କାଳେ କରି ମୁଁ ତତେ ପାଇଛି। ଗୋରୁ ଚରେଇବା ଭଳି ଗୋଟେ ନିଶ୍ଚିତ କର୍ମରେ ତତେ ନିୟୋଜିତ କରିବି। ତତେ ମୁଁ ସାଙ୍ଗରେ ନେବିନି। ହଉ ନନ୍ଦ ଯେତେ ବୁଝାଇଲେ ପଣ୍ଡିତେ କାହ୍ନୁ ନେ ବୁଝିଲା ନାହିଁ। ଆଉ ସାଙ୍ଗରେ ନେବା ପାଇଁ ଆଉ ଉପାୟ ନାହିଁ। ଯୋଉ ବାପା ମା ମାନେ ପିଲାବେଳେ ପୁଅଙ୍କୁ ଗେଲ କରନ୍ତି ସେ ପୁଅ ଭାରି ଅଝଟ ହୁଏ। ବିଚରା ସେଇଆ ହେଲା। ନନ୍ଦ ସେଦିନ ବାଧ୍ୟ ହେଇ ଅନିଚ୍ଛାକୃତ ଭାବରେ ପୁଅକୁ ସଙ୍ଗରେ ଧରି ଚାଲିଲେ ଗୋରୁ ଗୋଟରେ। ପଣ୍ଡିତ ଗୋରୁ ଗୋଠରେ ପହଞ୍ଚିଗଲେ। ଡାକିଲେ କହିଲେ କାହ୍ନା বা କାହ୍ନାରେ বারে ଜାଣିଦିଅ ନା হ্যাঁ ଦେଖୁଛୁ কোন লো ପ୍ରଚଣ୍ଡ ରୌଦ୍ରତାପ হবরা ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। হ্যাঁ ଇଏ ଖରା ସମୟରେ হ্যাঁ ତୁ ଛୋଟିଆ ପିଲା হ্যাঁ ଏଣେ ତେଣେ ଆଉ ଯାଇପାରିବୁନି। নাই ତୁ ଏଇ ଗଛ ଛାଇରେ ବସ। এইটি ଏଇଠି ଗଛ ଦେଖୁଛନ୍ତି। ନନ୍ଦ ସେଦିନ ହଁ। ଗୋଟିଏ କଦମ୍ବ ବୃକ୍ଷ ମୂଳରେ ବସାଇ ଦେଲେ। ହଁ। ଆପଣ ମାନେ ଦେଖିବେ ବୃନ୍ଦାବନରେ 12ଟା କଦମ୍ବ ଗଛ ଅଛି। আরেটা ଗୋଟିଏ କଦମ୍ବ ଗଛ ମୂଳରେ ବସେଇଛନ୍ତି। କାହ୍ନୁ ବସିଲେ କଦମ୍ବ ଗଛ ମୂଳରେ। ହଁ। ନନ୍ଦ ଚାଲିଗଲେ ଗୋରୁମାନଙ୍କର ଦେଖାଶୁଣା କରିବା ପାଇଁ। বা বা এটা কোন জায়গা হলো?
କାଇଁ ହସୁଛ? ଇଏ ହଉଛି ରମ୍ୟ ବୃନ୍ଦାବନ। ସନ୍ଧ୍ୟାବେଳେ କହୁଥିଲେ ଇଏ ମାଧିପୁର ହେଟ୍! ଆଉ ହଁ ନାଇଁ ଆମ ଭାବ କୋଉଠି ଅଛି? ଭାବେରେ ଏ ରମ୍ୟ ପବିତ୍ର ବୃନ୍ଦାବନ ଏଇ ବୃନ୍ଦାବନର କଦମ୍ବ ବୃକ୍ଷ ମୂଳରେ ପଣ୍ଡିତେ କାହ୍ନୁ ବସିଛି। ମୁଁ ଏଇଠି ବସିଲି। ବାପା ଚାଲିଗଲେ ଅନତି ଦୂରକୁ ଗୋରୁ ମାନଙ୍କର ଦେଖାଶୁଣା କରିବା ପାଇଁ। ହଁ ହଁ ହେଲେ ଗଛ ମୂଳରେ ବସିବାରେ କଣ ଆଉ କାହ୍ନୁର ମନ ଅଛି? ଏ ନା ମନ ଯାଇ ରାଧା ପାଖରେ। ଆଉ ପ୍ରଧାନେ ଆଜ୍ଞା ଗୋଟେ ପହଳି ପଣ୍ଡିତ ଗାଇ ପାଲା ସବୁକୁ ନେଇ ପାଲା ଢଗ ଢମାଳି ପହଳି ଛାନ୍ଦ ଚୌପଦୀ ଓଡ଼ିଶୀ ଆଚ୍ଛା ଯେତେ ଢୁମ୍ପା ସଙ୍ଗୀତ ଠାରୁ ଆରମ୍ଭ କରି କରି ସବୁ ହେଲେ ହଁ ଘୋଡ଼ା ନାଚ ଦାସକାଠିଆ ଗୀତ ହଁ ସବୁ ହେଲେ ଯାଇ ପାଲା। ପାଲା ହବ। ଗୋଟେ ପ୍ରାଚୀନ ପହଳି ମୁଁ ଗାଇ ଶୁଣାଉଛି। ଗାଉନାହାନ୍ତି ଲେଖିଲେ କିଏ? ଇଏ ସେ ଆପଣ ମାନଙ୍କର ପ୍ରାଚୀନ କବି ଦନେଇ ଦାସ। ହଁ ସେ କଣ କହିଲେ? କଣ? କହିଲେ ଏକୁଟିଆ ଘର ଚୋରକୁ ଧନ ଏକୁଟିଆ ଘର ଚୋରକୁ ଏକୁଟିଆ ଘର ଚୋରକୁ ଏକୁଟିଆ ଘର ଚୋରକୁ ହଉ ବୁଢା କାଳେ ବାହା ବରକୁ ଏକାଳେ ବାହା ପରକୁ ହିଡ଼ ପାଖ ଧାନ ଗୋରୁକୁ ଘିଅ ପାଖ ଧାନ ଗରୁକୁ ହଉ ରାତି ଦହି ଖିଆ ଘରକୁ ରାତି ବହିକିଆ ଘରକୁ ହଉ ଚୁଙ୍ଗୁଡ଼ି ଶୁଖୁଆ ପୋଇକି ଚୁଙ୍ଗୁଡ଼ି ଶୁଖୁଆ ପୋଇକି ପୋଇକି ରାତି ରହିଥାଏ ପୋଇକି ଢାକି ରହିଥାଏ ପୋଇକି ବଢିଆ କାହ୍ନୁର ତ ମନ ରାଧା ପାଖରେ। ହଁ ହଁ ଏଠେଇ କୋଉଠି ମନ ଲାଗିବ? ନା ଚିନ୍ତା କଲେ ବାପା ତ ଅନତି ଦୂରରେ ଅଛନ୍ତି। ଠିକ ଏତିକି ବେଳେ ହଁ ମୁଁ ଯଦି ମୋ ଉଦ୍ଦେଶ୍ୟ ସାଧନ ନହେଲା ନହେଲା ଆଉ ସୁଯୋଗ ଆସିବନି। ଆଉ ଆସିବ ଚିନ୍ତା କଲେ କଣ କରି ବାପାଙ୍କ ମନକୁ ଭୁଲେଇ କେମିତିଆ କଣ କଣ କଲେ? ହଁ ସେ ହେଲେ ମାୟା ଧର ସବୁ ମାୟା ହଁ ତାଙ୍କରି ଠାରୁ ସୃଷ୍ଟି ହେଇଛି। ହେଇଛି ସେ ମାୟାର ଅଗାଧ ସମୁଦ୍ର। ହଁ। ତେଣୁ ପ୍ରଭୁ ପଣ୍ଡିତ ମାୟା କଲେ। ଓଡ଼ିଆ ଭାଗବତର ଅତି ବଡ଼ି ଜଗନ୍ନାଥ ଦାସ ସେଇ କଥା କହନ୍ତି। କଣ କହିଲେ? ମୋ ମାୟା ମତେ ବାପାନନ୍ଦ ଜାଣିବେ? ହଁ ବୁଢା ତ ଗୋରୁ ଚରିବାକୁ ଦୂରକୁ ଯାଇଛି। ପୁଅର ହାଲେ କଣ ବୁଝିବ? ନାଇଁ ନାଇଁ ମାୟା କରେଇ ଦେଲେ। ହଁ ଆକାଶରେ କଳାହାଣ୍ଡିଆ ମେଘ, ମେଘ କୂଳରେ ଚକଚକ ବିଜୁଳି, ବକପନ୍ତି ମାନେ ଧାଡ଼ି ଧାଡ଼ି ହେଇ ଉଡ଼ିବାକୁ ଲାଗିଲେ। ଅନତି ଦୂରରେ ଥିବା ନନ୍ଦ ପ୍ରମାଦ ଗଣିଲେ। ବୋଲେ ସବୁ ବାଉଳା ହେଲା। ଇଏ ଚଗଲାଟାକୁ ଆଜି ଗୋଠକୁ ଆଣିଲି ଯେ ଇଏ ତ ଅଦିନିଆ ମେଘ ଆସିଲାଣି। ମେଘରେ ଯଦି ପୁଅ ମୋର ଭିଜିବ ମୋ ପୁଅକୁ ତ ନିଶ୍ଚୟ ଜ୍ୱର ହବ ରେ। ନନ୍ଦ ଦୌଡ଼ି ଆସିଲେ, ଡାକିଲେ କାହ୍ନା କାହ୍ନା। ଚଗଲା କଣ ମେଘ ନ ହଉ? ମେଘ 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 ହେଲା ବା ବା ଟିକେ ଚାହା ଦଉନୁ ପିଇଦେବି। ଚୁପ୍! ନାଇଁ ମୁଁ ତତେ ମନା କରୁଛି ଗୋଠକୁ ନେବିନି ବୋଲି। ମୁଁ ଆଉ ଶିଖିବି କେମିତିଆ? ଏବେ ଆକାଶରେ କଳାହାଣ୍ଡିଆ ମେଘ। କଣ କରିବା ଘରକୁ ଯିବି? ମୁଁ ତୋ କଥା ବୁଝିବି ନା ଅସଂଖ୍ୟ ଗୋରୁପଲ ମାନଙ୍କର କଥା ବୁଝିବି? ମୁଁ କେମିତି ଘରକୁ ଯିବି? ନନ୍ଦ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦି ପୁଅକୁ ଘରକୁ ଯଦି ପୁଅକୁ ଘରକୁ ନଉଛନ୍ତି ତାହେଲେ ଗୋରୁମାନେ ଇତସ୍ତତ ଏଣେ ତେଣେ ହଜିଯିବେ, ଭୁଲିଯିବେ। ଯଦି ପୁଅକୁ ନ ନଉଛନ୍ତି ବର୍ଷାରେ ପୁଅ ଭିଜିଯିବ। ବିଚରା କଣ କରିବେ ଭାବୁଥିଲା ବେଳେ ଠିକ ଏତିକି ବେଳେ ନନ୍ଦ ଦୂରକୁ ଟିକେ ଚାହିଁଦେଲେ। ଦେଖିଲେ ଗୋଟେ ଅପୂର୍ବ ଦୃଶ୍ୟ। କଣ ଦେଖିଲେ? ଦେଖିଲେ ଗୋଟେ ଅପୂର୍ବ ଝିଅ, ଝିଅଟେ ସୌନ୍ଦର୍ଯ୍ୟମୟୀ, ଗୋଟେ ଚାରୁଶିଳା ଝିଅ ଗୋରୁ ଗୋଠ ଦେଇ ଆସୁଛି।
से झिया केमिति आसुची गोटाए पद चतुष्पदी अच्छा लेखिले चतुष्पदी बांको निहि आस बोला किरंगरे हली हली बोले किरंगरे हली हली आसे काम पहला मली किरंगरे हली हली आसे काम पहला मली किरंगरे हली हली जोगी कलिदा धरिब हरि कलिदा धरिब जोगी कलिदा धरिब जोगी कलिदा धरिब जोगी कहिब मुँह बली किरंगरे हली हली आसे काम ভুল করছি সবু ভুল কলা সবু ভুল আপন কোন বলিলে ଆମେ ଘୋଗା ମୁଁ ବୋଲୁଛି କିରଙ୍ଗରେ ହଲି ହଲି আসুছি সে ଆସେ କାମ କଳା ମଲ୍ଲି ইয়ে কইছি আসুছি কেড়ে নালি কইছি কেড়ে নালি হইলে হে ভুল গাই নেই ঠিক আছে ହଉ ଏ ପଦ ବି ଠିକ ନହେଲା ହଁ ଦ୍ୱିତୀୟ ପଦ ଗାଉଛି ଗାଉନାହାନ୍ତି। ପୁରା ଗତି କି ଦେଖି ନ ତାହାର ରାଜହଂସ ମାନେ ହାର ଗତି କି ଦେଖି ନ ଗତି କି ଦେଖି ନ ଗତି କି ଦେଖି ନ ବଦନ ଜରେ ପଡ଼ିଲେ ବଦନ ଜରେ ପଡ଼ିଲେ କଣ ହବ କଣ ହବ କଣ ହବ ଚାଲିଲେ ଲାଗିବ ହଲି କିରଙ୍ଗରେ ହଲି ହଲି ଆସେ କାମ ବହଳା ମଲି ରହ 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 ଝିଅଟି ଦେଖୁଛନ୍ତି ନନ୍ଦ ଡାକିଲେ କହିଲେ କାହ୍ନା মা କାହ୍ନା ରେ ঘরে কেমনি নেই বলো ତୋର ତ ଘରରେ ମନ ନାଇଁ ଶୀତ ହେଲାଣି ପୁରା ଚୁପ୍ ଆଜିକି ଧର ବର୍ଷାଟା ହବାକୁ ଇଏ ବର୍ଷା ବେଳେ କେମିତି ଘରକୁ ଯିବୁ ମୁଁ ଭାବୁଛି ତୁ ଭାବୁଛୁ ମୁଁ ବାଟ ପାଇବିନି ଆରେ ଦେଖିଲୁ ବହୁତ ବଡ ଆଇଟେ ଆରେ ଏ ଗୋରୁ ଗୋଠକୁ ଗୋଟେ ହଁ। ଇଏ ଅସମୟରେ ଗୋଟେ ନାରୀ ହଁ କାହ୍ନା ମା ମୁଁ ତ ବୁଢା ହେଲି ହଁ ମୋ ଆଖିକି ତ ଦେଖାଯାଉନି ଦେଖାଯାଉନି ଭଲ ଭାବରେ ନାଇଁ ତୁ ଟିକେ ଦେଖିଲୁ ଇଏ ନାରୀ କିଏ ମୁଁ ଦେଖୁଛି ଦେଖୁଛି ଦେଖ ଦେଖ ପାଉକୁ ଯା ଓହୋ ଦାନ୍ତ ଅଛି ଟି ବା ଇଏ ବା ମାଇ ଇଏ କଣ ଏଇ ଯୋଉ ବୁଢା ଧଣ୍ଡ ପାଟି ଯେମିତି ମେଲା କରି ସେମିତି ମେଲା କରୁଛୁ ଏତେ କଥା କହୁଛୁ ଡାକି ଆଣି ଆଉ ଟିକେ ଭଲ ଚିହ୍ନି ପାରୁଛୁ ନା ନାଇଁ ଦେଖେ ଦେଖେ ବା କଣ ରାଧା ମାଇ ପୁରା କିଏ ରାଧେ ରାଧା ମାଇ ନନ୍ଦ ଆଶ୍ଚର୍ଯ୍ୟ ହେଇଗଲେ ହଁ ନନ୍ଦ ଡାକିଲେ କହିଲେ ରାଧେ ତମେ ଏ ଗୋରୁ ଗୋଠକୁ ଅସମୟରେ मला तांका ପାଇଁ ଭାତ ନେଇ ଆସିଥିଲି ତାଙ୍କ ପାଇଁ ତାଙ୍କ ପାଇଁ ଓ ଚନ୍ଦ୍ରଶଣ ପାଇଁ ହଁ ଭାଇ ଗୋରୁ ଗୋଠକୁ ଖାଦ୍ୟ ପାନୀୟ ନେଇ ଆସିଥିଲ ହଁ ଭାଇ ଧନ୍ୟ ରାଧା ତମର ପ୍ରତିଭକ୍ତାର ତୁଳନା ନାହିଁ ମାଇ ତୁ କାହିଁ ପାଟିଛୁ? ମାଇ କଣ ଖାଇବା କରିଦେଲ ମୋ ଭୋକ ହେଲାଣି ରାଧେ ଭାଇ ଆଜି ମୁଁ ଗୋଟେ ବଡ ଅଡୁଆରେ ପଡ଼ିଯାଇଛି मला କଣ ଅଡୁଆ ଆଜି କହୁନା ତମେ ଦେଖିଲେ ଏ ଚଗଲା ପୁଅକୁ ହଁ କାହ୍ନା ମା ତୁ କଣ ତପସ୍ୟା କରୁଛୁ ନା ଝାଡା ବଇଛୁ ମା ଦେଖ ଏଇ ଚଗଲା ପୁଅକୁ ଆଜି ଗୋରୁଠକୁ ଆଣିଲି ଯେ ଆକାଶରେ ମେଘ ହଁ ପରା। ନା ମୁଁ ଗୋରୁମାନଙ୍କୁ ଛାଡି ଘରକୁ ଯାଉଛି ନା ଏଣେ ଗୋରୁମାନଙ୍କର ଦେଖାଶୁଣା କରୁଛି मला स्वतः କଣ କରିବା କହିଲେ ରାଧେ ତମେ ଏବେ ଘରକୁ ଯିବ ନା ହଁ ମୁଁ ଏଇ ସାଙ୍ଗେ ସାଙ୍ଗେ ଯିବି ମୋ ପାଇଁ ଗୋଟେ କାମ କରନ୍ତୁ मला କହୁନା କି କାମ କରିବି ଇଏ ଚଗଲା ପୁଅକୁ ଟିକେ ତମେ ନେଇ ତା ମା ପାଖରେ ଛାଡି ଦିଅନ୍ତନି ଓ ଏଇ କଥା ମୁଁ ନେଇଯିବି ସାଥିରେ ରାଧା ଖୁସି ହେଇଗଲେ ମଳୁ ଖୋଜୁଥିଲା ଯାହା ବୈଦ ବତେଇଲା ସେଇଆ ବିଚରା ରାଧା ଯେତେବେଳେ ଏଇ ପଦକ କଥା ଶୁଣିଲେ ବାସ ଡାକିଲେ କହିଲେ କାହ୍ନା ଏ କାହ୍ନା ମାଇ କାହ୍ନା ରେ ମାଇ ରେ ନାଇଁ ମାଇ
ହେଇଟି ଭାଇ ଦେଖ କଳାହାଣ୍ଡିଆ ମେଘ ଉଠେଇ ଆସିଲାଣି ହଁ। ତମେ ବର୍ଷା ହେଲେ ଭିଜିଯିବ ହଁ। ଗୋଟେ କଥା କର ଘରକୁ ପଳେଇବା। ମୁଁ ତ ଏବେ ଘରକୁ ଯିବି। ଆଚ୍ଛା ମାଇଁ ଯୋଉ ମାମୁଙ୍କ ପାଇଁ ଖାଇବାକୁ ଆଣିଥିବ ସବୁ ଖାଇ ଦେଇଛନ୍ତି? ହଁ, ଶାଗ ଭଜା ଆଣିଛି, ବଡ଼ିଚୁରା ଆଣିଛି, ଭେଣ୍ଡି ଭଜା ଆଣିଛି। ଚାଲ। ଆଗରେ ରାଧା ପଛରେ କୃଷ୍ଣ କିଛି ବାଟ ଅତିକ୍ରମ କରିବା ପରେ ଦୋ ଛକିଆ ରାସ୍ତା ପଡ଼ିଲା। ଦି ଆଡ଼ିକି ରାସ୍ତା ଯାଇଛି। ଠିକ ଏତିକି ବେଳେ ରାଧାଙ୍କର କାନିକି ପଛପଟୁ ଥାଇ କୃଷ୍ଣ ପଣ୍ଡିତ ଭିଡ଼ି ଧରିଲା। ଆଲୋ ଇଏ କଣ କରୁଛ କି? ହେଇ ମାଇଁ ମାଇଁ ମା ଛାଡ଼ ବାମ। ଆ କଣ ଛାଡବା? ଆଲୋ ତମେ ମୋ କାହିଁକି ଯେମିତି ହଉଛ କହିଲ? ହେଇଟି କିଏ କରିଥିବେ ଦେଖିବେ। କେହି ନା ଦିଦି ଜଙ୍ଗଲରେ କିଏ ଅଛନ୍ତି ଫାଟେ? ଆଲୋ ତମେ ସେ ମର୍ଦ୍ଦନ କହିଯାଇ ପାରିବ। କିଛି ନାହିଁ କି କେହି ନାହାନ୍ତି। ମତେ ଭାଇ ଲାଜ ଲାଗୁଛି। ନାଇଁ ନାଇଁ ଘର ଆଡ଼ିକି ଯିବନି। ଘର ଆଣିକି ଆସ ଆମେ କୁଞ୍ଜ ଭିତରକୁ ଯିବା। କୁଣ୍ଡିକୁ ଯିବା। ଏ କୁଞ୍ଜ ଭିତରେ ଆଗରୁ ରେଡି କରି ମୁଁ ଯୋଡ଼େ ଜିନିଷ ଥୋଇ ଆସିଛି। ହେଇଟି କାନୁ ହଉ। ଆମେ ପୁରା ଘରକୁ ଯିବା କୁଣ୍ଡିକୁ ଆରେ ରହିବ କୁଞ୍ଜକୁ ଆଗ ଯିବା। ତା ଭିତରେ ଗୋଟେ ବଲ୍ ବ୍ୟାଟ୍ ରଖିଛି। ଆମେ ଯାଇକି ଦିଗ ଦିଗରେ ଖେଳିଦେବା। ଖାଲି ଦେଲ ତେମେ ତ ଖାଲି ବଲ୍ ପକେଇବ, ମୁଁ ତ ଖାଲି ବାଡେଇବି ଆଉ। ଖାଲି ଛକା ଚୌକା ଛକା ଆମେ ଯାହା ଖେଳିବୁ ତମର ରାଧାଙ୍କୁ କୃଷ୍ଣ କହିଲେ ଆମେ କ୍ରିକେଟ ଖେଳିବା। କ୍ରିକେଟ ନ ଖେଳିଲେ ହବ? ରାଧା ବୋଲିଂ କରିବେ, କୃଷ୍ଣ ବ୍ୟାଟିଂ କରିବେ। ହଁ ଆରେ ମୂର୍ଖ ଅପଦାର୍ଥ। ଆଜ୍ଞା ସେଦିନ ରାଧାଙ୍କୁ କୃଷ୍ଣ କଣ କହିଲେ? କଣ? କଳା କର ମୁଖୀ ଧନି, ସବୁ କଳା କର ମୁଖୀ ଧନି, କେଳି କୁଞ୍ଜେ ଯିବା ଆସ। କଳା କର ମୁଖୀ ଧନି, କେଳି କୁଞ୍ଜେ ଯିବା ଆସ। କଳା କର ମୁଖୀ ଧନି, କ୍ଷଣେ ଏଠାରେ ନ ରହ, କ୍ଷଣେ ଏଠାରେ ନ ରହ, କ୍ଷଣେ ଏଠାରେ ନ ରହ, କ୍ଷଣେ ଏଠାରେ ନ ରହ, ଠିଆ ରବାଡ଼ି କଳା କର ମୁଖୀ ଧନି, ପଣ୍ଡିତ ଗଲା କ ବର୍ଣ୍ଣମାଳା କରୁ ଆରମ୍ଭ ହେଇଛି। ଆସିବ ଖ, ଖରେ ଗୋଟେ ପଦ କହିଦେବା। ଆଜ୍ଞା ସିଦ୍ଧି ମଣ୍ଡନା ତୁ ଘେନ ହସି କର କଣ, ସିଦ୍ଧି ମଣ୍ଡନା ତୁ ଘେନ ସିଦ୍ଧି ମଣ୍ଡନା ତୁ ଘେନ ହସି କୃଷ୍ଣ କହିଲେ କଣ ହେଲା? ସ୍ମରସରେ ହେବା ନାଶ, କଳା କର ମୁଖୀ ଧନି, କେଳି କୁଞ୍ଜେ ଯିବା ପଣ୍ଡିତ ମଣ୍ଡଳୀ ମୋର କରିବେ ଶ୍ରବଣ। କଲ୍ୟାଣ କରିବେ ପ୍ରଭୁ ସତ୍ୟନାରାୟଣ। ବିଶ୍ୱ କଲ୍ୟାଣ ପାଇଁ ରାସ ବିରଚିଲେ ସେ ମହାପ୍ରଭୁ କେଳି କୁଞ୍ଜରେ ବିରାଜମାନ ହୋଇ ବିଶ୍ୱର କଲ୍ୟାଣ ପାଇଁ ରାସ କଲେ। ମୁଁ କହିଛି ଆଗରୁ, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଜୀବନର ପୂର୍ଣ୍ଣ ସଂଖ୍ୟା ହେଉଛି ପଣ୍ଡିତ 16। 16,000 ଗୋପୀ କିଏ? ଆମେ ତାତ୍ତ୍ୱିକ ମର୍ତ୍ତରେ ଯଦି ବୁଝିବା 16 ହେଉଛି ପୂର୍ଣ୍ଣବାଚକ ଶବ୍ଦ। ଆପଣମାନେ ଲେଖିବେ ଆମ ପୁରୁଣାକାଳିଆ ହିସାବ ଆଜି ସିନା ଟଙ୍କାକୁ ଆମେ କହୁଛେ 100 ପଇସା, କିନ୍ତୁ ଆମ ଭାରତୀୟ ହିସାବ ଟଙ୍କାକ 64 ପଇସା। 16 ଅଣା। ଆପଣ 16 ଅଣା ହେଲେ ସେଠି 16 ଅଣା ଟଙ୍କା କହୁଛି 16 ଅଣା। ଆପଣ 16 ଅଣାକୁ ଆଦରିଲେ କୃଷ୍ଣଙ୍କୁ ପାଇବେ।
ଆଉ 16 ଅଣାରୁ ଯଦି କମିଗଲା ଭଗବତ ଦର୍ଶନ ନାହିଁ। ନାଇଁ ନାଇଁ ଅର୍ଥ ପୂର୍ଣ୍ଣ ଭକ୍ତି ପ୍ରାପ୍ତ କରିବାକୁ ହେଲେ ହେଲେ ଆପଣଙ୍କର ଜୀବନ କୃତାର୍ଥ ହବ। ଆଜି ହଉଛି କାର୍ତ୍ତିକ ପୂର୍ଣ୍ଣିମା, ପ୍ରାୟ କିଛି ସମୟ ପରେ ହବ। ହଁ ଅର୍ଥ ଭଗବାନ କୃଷ୍ଣ ରାସେଶ୍ୱର ରାଧିକାଙ୍କ ସହିତ ଯୋଉ ରାସ କଲେ ସେ ହଉଛି ଜୀବନର ପୂର୍ଣ୍ଣତା। ରାସ କଲେ ପ୍ରଭୁ ଦେଖନ୍ତୁ କୃଷ୍ଣଙ୍କର ଜୀବନ ଚରିତ। କୃଷ୍ଣ କେତେ ଦିନ ମର୍ତ୍ତ୍ୟଭୂମିରେ ଅବସ୍ଥାନ କଲେ? ଆମ ପୁରାଣ କହୁଛି 125 ବର୍ଷ କୃଷ୍ଣ ଇଏ ଧରାଧାମରେ ରହିଲେ, ଜୀବନ ଧାରଣ କଲେ। ତାଙ୍କର 3ଟା ଲୀଳା ହେଇଛି। ହଁ ଗୋଟେ ଗୋପ ଲୀଳା, ହଁ ଆଉ ଗୋଟେ ମଥୁରା ଲୀଳା। ରହ ଅନ୍ତିମ ପର୍ଯ୍ୟାୟ, ହଁ ଏତେ କାହିଁକି? ଅନ୍ତିମ ପର୍ଯ୍ୟାୟ ଲୀଳା ହଉଛି ଆପଣ ମାନଙ୍କର ଦ୍ୱାରିକା ଲୀଳା। ଆଜ୍ଞା ଆଚ୍ଛା, ଗୋପରେ ପ୍ରଭୁ ରହିଲେ କେତେ ଦିନ? ଆପଣ ମାନଙ୍କର ପୁରାଣ କହୁଛି ହଁ ଗୋପରେ କେତେ ମାସ ରହିଲେ, କେତେ ବର୍ଷ ରହିଲେ? କେତେ ବର୍ଷ? 11 ବର୍ଷ 6 ମାସ। এই 11 ବର୍ଷ 6 ମାସ ଭିତରେ ଯାହା ଯାହା କଲେ ହଁ ସେ ହଉଛି ଗୋପ ଲୀଳା। କଟିଗଲା 125 ବର୍ଷରୁ। ଆଉ ରହିଲା 13 ବର୍ଷ 6 ମାସ। ପହଞ୍ଚିଲେ ମଥୁରାରେ। ମଥୁରାରେ 13 ବର୍ଷ 6 ମାସ ଯୋଉ ଲୀଳା କଲେ ସେ ହେଲା ମଥୁରା ଲୀଳା। ସଂଖ୍ୟା 25 ହେଇଗଲା। 25 ବର୍ଷ ପ୍ରଭୁର କଟିଗଲା। ଶେଷ ପର୍ଯ୍ୟାୟ ଲୀଳା ଦ୍ୱାରିକାରେ ପହଞ୍ଚିଲେ ସମ୍ପୂର୍ଣ୍ଣ 100 ବର୍ଷ। 100 ବର୍ଷ ଦ୍ୱାରିକାରେ ଅବସ୍ଥାନ କରି ଯୋଉ ଲୀଳା ବିରୋଚନ କଲେ ସେ ହେଲା ପଣ୍ଡିତ ଦ୍ୱାରିକା ଲୀଳା। ଆଜି ମାଧିପୁରର ଏ ପବିତ୍ର ପାବନ ପରିସର ଗ୍ରାମ, ସଂସ୍କୃତି ସମ୍ପନ୍ନ ପଲ୍ଲୀ, ସେଇ ପବିତ୍ର ପାବନ ପୁରୁଷ ମହାପ୍ରଭୁ ଏ ଅନୁଷ୍ଠାନକୁ ନୂଆ ଜୀବନ ଦିଅନ୍ତୁ। ସମସ୍ତ କର୍ମକର୍ତ୍ତା ବନ୍ଧୁମାନଙ୍କୁ ସେ ପ୍ରଭୁ ଆଶୀର୍ବାଦ କରନ୍ତୁ। ପାଲା ଶ୍ରୋତାମାନଙ୍କର ସର୍ବବିଧ କଲ୍ୟାଣ କରନ୍ତୁ। ଏ ଗ୍ରାମର ସର୍ବ ଅରିଷ୍ଟ କଷ୍ଟ ଖଣ୍ଡନ କରି ସର୍ବସ୍ମିନ୍ କାଳେ ସର୍ବ କଲ୍ୟାଣ କରନ୍ତୁ। ସମସ୍ତଙ୍କର ସେ ଠାକୁର କଲ୍ୟାଣ କରନ୍ତୁ। ବୋଲ ଆନନ୍ଦେ ବାବା। अधिकरु अधिक पाला देखिबा पई आमो चैनल सब्सक्राइब करंतु।